ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବସିଚକୁରାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି 3 ବଖରା ଘର ପୋଡ଼ି ପାଉଁଶ, ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ, 2 ଆହତ। ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା 6:30 ସମୟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗ୍ରାମର ରତିକାନ୍ତ ସିଂଙ୍କ 3 ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ସନ୍ଧ୍ୟା ସମୟରେ ଘରେ ମହିଳାମାନେ ଘର କାମରେ ବ୍ୟସ୍ତ ଥିବାବେଳେ ହଠାତ୍ ନିଆଁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଖବର ପାଇ ରତିକାନ୍ତ ଏବଂ ତାଙ୍କ 3 ପୁଅ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟ ମଧ୍ୟରେ ରତିକାନ୍ତଙ୍କ ପୁତ୍ରବଧୂ ଏବଂ ନାତୁଣୀ ନିଆଁରେ ପୋଡ଼ି ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ ମଧ୍ୟ ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଛି। ତେବେ ବାସିଚକୁରାଇ ଗ୍ରାମରେ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ଆସୁଥିବା ବେଳେ ତୁରନ୍ତ ଏହାର ସମାଧାନ ସହ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ସହ ପରିବାର ଲୋକେ। ବ୍ୟୁରୋ ରିପୋର୍ଟ, ଭାରତ ନ୍ୟୁଜ ଓଡ଼ିଆ। ना कौन कहले? बादल सिंह घर बेटी बासपुरी कौन घटना हला देखो कहले इलेक्ट्रिक शॉर्ट द्वारा घर निया नहीं गया। केतरा बेले हेतला एटा संध्या 6:30 6:30 बेले कौन क्षति हेची? फोटो गोदरेज सब गहना पत्र सब दड़ी लुगा पटा। हां निया लिभेलो केमती लिया पानी भाबे लिभिलु बाली पानी तापर कोन हला फायर ऑफिस बहुत लेट रे पहुंचला टिके गाँव रु सब लोग मिसिक टिके नियाटा लिभिलु। केते कोन टंकार जिंस बहुत टंका गहना सब जड़ी अनुमान केते टंकार कोन जिंस 2 लाख ऊपर 3 लाख ऊपर केते बखरा घर थिला एटा 3 बखरा घर सरकार पर कोन दाबी रखियो बहुत ही हमरो क्षतिपूरण दाबी